ବର୍ଷା ଏବେ କାଟିବନି କଣ କରିବା। ଦେଖନ୍ତୁ, ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଯେଉଁଭଳି ଭାବେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ହେଉଛି, ଯେଉଁଭଳି ଭାବେ ବାତ୍ୟା ଆସିବା ଯୋଗୁଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ଅଛନ୍ତି। ଏଠି ଯେଉଁଭଳି ଭାବେ ଇରିଗେସନ୍ ଡିପାର୍ଟମେଣ୍ଟ ହେଉ, ଆର୍ଡି ଡିପାର୍ଟମେଣ୍ଟ ହେଉ, ପୂର୍ତ୍ତ ବିଭାଗ ହେଉ, ଗୋପାଳପୁର ବନ୍ଦର କଥା ହେଉ, ଏଠି ଯେଉଁଭଳି ଭାବେ ଜିଲ୍ଲା ପ୍ରଶାସନଙ୍କ ହସ୍ତକ୍ଷେପରେ ସମସ୍ତଙ୍କୁ, ଜନସାଧାରଣଙ୍କୁ, ଯେଉଁମାନେ ସମୁଦ୍ରକୂଳ ଅଞ୍ଚଳରେ ରହୁଛନ୍ତି, ଯେଉଁମାନେ ମାଛ ମାରିବା ପାଇଁ ଯାଉଛନ୍ତି, ସେମାନଙ୍କୁ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସମସ୍ତଙ୍କୁ ବାରଣ କରାଯାଇଛି। ଜିଲ୍ଲା ପ୍ରଶାସନ ଟିକନିକ ଭାବେ ଏଠି ଯେଉଁମାନେ ସମୁଦ୍ର କୂଳରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ଅନ୍ୟ ଜାଗାକୁ ନିଆଯିବା ଲାଗି ସ୍ଥାନାନ୍ତର ପାଇଁ ମଧ୍ୟ ଚେଷ୍ଟା ହେଉଛି। କିଛି ବି ଲୋକ ଅଗଷ୍ଟନୂଆ ଗାଁ ପଞ୍ଚାୟତର ଯେଉଁଠି ଅଛି ବାତ୍ୟା ଆଶ୍ରୟସ୍ଥଳୀ ଅଛି, ସେଇଠି ବି ନେଇକି ସମସ୍ତଙ୍କୁ ରନ୍ଧା ଖାଦ୍ୟ ଦିଆଯିବା ଲାଗି, ଯେହେତୁ ସରପଞ୍ଚଙ୍କର ପ୍ରତିନିଧି ସହିତ ମୁଁ କଥା ହେଉଥିଲି, ସମସ୍ତଙ୍କ ପାଇଁ ରନ୍ଧା ଖାଦ୍ୟ ଲାଗି ପ୍ରସ୍ତୁତ ହେଉଛି। ଏଠି କହିଲା ବେଳେ ଯେଉଁଭଳି ଭାବେ ଗଞ୍ଜାମ ଜିଲ୍ଲାର ଯେଉଁଭଳି ବାତ୍ୟା କଥା, ଏ କଥା ନୂଆ କଥା ନାହିଁ। ଆମେ 1999 ଦେଖିଛୁ, 2013 ଦେଖିଛୁ। ବାତ୍ୟାକୁ ଯେଉଁଭଳି ଭାବେ ସାମ୍ନା କରିବା ପାଇଁ ଆମ ରାଜ୍ୟ ସରକାର ସବୁ ପ୍ରକାର କାମ ତତ୍ପର ଅଛନ୍ତି। ଆପଣ କହିଲା ବେଳେ ଯେଉଁ ପ୍ରକାର ଭାବେ ଖାଦ୍ୟ କଥା ହେଉ, ଏଠି ଆପଣମାନେ ଦେଖିବେ ଯେଉଁମାନେ ବାତ୍ୟା ଆଶ୍ରୟସ୍ଥଳୀ ଅଛି ସେଠାରେ ଯେଉଁଭଳି ଭାବେ ଲାଇଟ୍ର ବ୍ୟବସ୍ଥା ଅଛି ନା ନାହିଁ, ସେଠି ଜେନେରେଟର ବ୍ୟବସ୍ଥା ଅଛି ନାହିଁ। ଏଠି ଆମ ସରକାର ଯେଉଁଭଳି ଭାବେ ଜନସାଧାରଣଙ୍କୁ ଯେଉଁଭଳି ଭାବେ ଜିରୋ କାଜୁଲେଟ୍ ହେବ, ସେ ପ୍ରକାର ଭାବେ ଆମ ସରକାର ଜିଲ୍ଲା ପ୍ରଶାସନ ଭାବେ ମିଶି ହସ୍ତକ୍ଷେପ ନେଇଛନ୍ତି। ଦେଖନ୍ତୁ, ଏଠି ଯେଉଁଭଳି ଭାବେ ଆନ୍ଧ୍ରାର ଯେଉଁ ବୋର୍ଡ ପାଖାପାଖି ଏମାନେ ଜିଲ୍ଲା ପ୍ରଶାସନଙ୍କ ସହିତ ହସ୍ତକ୍ଷେପରେ ଏଠି ଗୋପାଳପୁର ପୋର୍ଟ, ଏଠି ଅଛି ଗୋପାଳପୁର ପୋର୍ଟ ଆଦାନୀଙ୍କ, ସେମାନେ କାଲିଠୁ ଏଠି ପାଖାପାଖି 50ରୁ 60 ହେବ ଯେଉଁମାନେ ଆନ୍ଧ୍ରାରୁ ସେମାନେ ଆସି ଆମର ଗଞ୍ଜାମ ଜିଲ୍ଲାରେ ଯେଉଁମାନେ ମାଛ ମାରନ୍ତି ସମସ୍ତଙ୍କୁ ବୋଟ୍ ଆଣିକି ତାଙ୍କୁ କୂଳରେ ରଖାଯାଇଛି। ସେମାନଙ୍କର କାଲି ଖାଇବା କଥା ହେଉ, ସେମାନଙ୍କ ରହିବା କଥା, ଗୋପାଳପୁର ପୋର୍ଟ ଆଦାନୀ ତରଫରୁ ସବୁ ଆୟୋଜନ ହେଇଛି। ବନ୍ଧ